ଜୟ ଜଗନ୍ନାଥ। ଆଜି ଭଲ କଥାଟି ସମାଧାନ କରିବା। ମୀନ ଶନି ଗୁରୁବାରେ ନା ଶନିବାରେ ଏଥରକ ପଡୁଛି। ଆମେ ଆଗରୁ ବହୁତ ଆଗରୁ ଆଲୋଚନା କରିଥିଲେ, 2 ବର୍ଷ ତଳେ ମଧ୍ୟ ଆଲୋଚନା କରିଥିଲେ ମୀନ ଶନି ଏ ବର୍ଷ ଶନିବାରେ ପଡୁଛି। ଅନେକ ବ୍ୟକ୍ତି ବିଶେଷ ଏହାକୁ ଗୁରୁବାର ବୋଲି କହୁଛନ୍ତି, ଯାହାଫଳରେ ଆମକୁ ଅନେକ ବ୍ୟକ୍ତି ମଧ୍ୟ ଫୋନ କରି କଥା କୁହନ୍ତି। ଯେଉଁ ବ୍ୟକ୍ତିମାନେ ଆମକୁ ପ୍ରଶ୍ନ ପଚାରିଥିଲେ ତାଙ୍କୁ ଆମେ ବୁଝେଇ ଦଉଛୁ, ବାସ୍ତବ ମତରେ ମହାପୁରୁଷ 2ଟି ମୀନ ଶନି କଥା ସେ ଲେଖିଛନ୍ତି। କୋଉଥିରେ ଆମର ଦେଖିବ 13 ଜନ ଶରଣ କିଛି ଲେଖା ଅଛି, ଅମର ଜୀବନରେ ଲେଖା ଅଛି, କିନ୍ତୁ ମୁଖ୍ୟତଃ ଭାବରେ ଶିବକଳ୍ପ ଶାସ୍ତ୍ରରେ କଣ ହେଇଛି, 2ଟି ମୀନ ଶନି କଥା ଲେଖିଛି। ଆଉ ନିଗମ କଳ୍ପରେ ମଧ୍ୟ କିଛି ଲେଖିଛନ୍ତି। ହେଲା, ଗୋଟେ ସମସ୍ତଙ୍କ ମୁଣ୍ଡରେ ଧରିଛି ମୀନ ଶନି ଗୁରୁବାରେ ଗୁରୁବାର। ମହାପୁରୁଷ ଶିବକଳ୍ପ ଶାସ୍ତ୍ରରେ କହିଲେ, ମେଷକୁ ବୃଷର ସଙ୍ଗେ ମିଶାଇବୁ ମିଥୁନରେ ପ୍ରକାଶୀନ, ସପ୍ତର୍ଷି ମଣ୍ଡଳ ଦକ୍ଷିଣରେ ଲେଖ ସନ୍ଦେହ ନକର ପୁଣ, ମୀନ ଶନି ଗୁରୁ ବାରରେ ପଡ଼ିବ ଏହି ଅଙ୍କେ ଧ୍ରୁବ ଧ୍ରୁବ, ମିଥୁନ ମାସରେ 13 ଦିନ ପକେ କାଳ ଧରିତ୍ରୀ ଘାଟିବ। ସେ କଥା କହିଛନ୍ତି, କହିଲେ ମୀନ ଶନି ଗୋଟେ ଗୁରୁବାରେ ପଡିବ, ମିଥୁନ ମାସରେ ସେତେବେଳେ 13 ଦିନିଆ ପକ୍ଷ ପଡିଥିବ। ଠିକ, ମହାପୁରୁଷଙ୍କ କଥା ଆମେ କାଟି ପାରିବା ନାହିଁ। ତାଙ୍କ ଆଗରୁ ଗୋଟେ ଅଙ୍କଟାଇ ଲେଖିଛନ୍ତି। ଦିବ୍ୟେଶ୍ୱର ରାଜାଙ୍କର କେତେ ଅଙ୍କ? ଏଇଟା 68 ଅଙ୍କ ଚାଲିଲାଣି, ଚାଲିନାହିଁ ନା? ଏସବୁ ଭାବାର୍ଥକ ଶବ୍ଦ। ମେଷକୁ ବୃଷର ସଙ୍ଗେ ମିଶାଇ ମିଥୁନରେ ପ୍ରକାଶୀନ। ହେ ବାବୁ ରାମ, ମେଷକୁ ବୃଷ ସାଙ୍ଗେ ମିଶେଇକି ମିଥୁନ ତାକୁ କର, ପ୍ରକାଶୀନ ମାନେ ମିଥୁନ ତାକୁ କର। ମିଥୁନ ବୋଲେ ତ କଣ? ମେଷ ହଉଛି 1, ବୃଷ ହେଲା 2, ମିଶି କେତେ ହେଲା 3, ମିଥୁନ ହଉଛି 3। ମାନେ ସେ କହିବା କଥା ବୁଝଉଛନ୍ତି କାହାକୁ? ଦ୍ୱାଦଶ ଗୋପାଳକୁ, ତମେ 1 ସଙ୍ଗେ 2 ମିଶାଅ 3 ହବ। ସପ୍ତର୍ଷି ମଣ୍ଡଳ ଦକ୍ଷିଣରେ ଲେଖ ସନ୍ଦେହ ନକର ପୁଣ, ତାର ଦକ୍ଷିଣରେ ସପ୍ତର୍ଷି ମଣ୍ଡଳ ଲେଖ। ସପ୍ତର୍ଷି ମଣ୍ଡଳ ବୋଲେ କଣ? ସେ କହିଲେ 7 ଲେଖିବା। ସପ୍ତ ଋଷିଙ୍କର ମଣ୍ଡଳ କୁହାଯାଏ ସପ୍ତର୍ଷି ମଣ୍ଡଳ। ବୁଝିପାରିଲେ ନା ବୁଝିପାରିଲେ? ତେଣୁ 2ଟା ମଣ୍ଡଳ ଅଛି। ଆମେ ପାଠ ପଢିଲା ବେଳେ ଆମେ ସବୁ ଆକାଶରେ ତରା ଯୋଉ ପଡେ ତାକୁ ସପ୍ତର୍ଷି ମଣ୍ଡଳ। ସେଠି ସପ୍ତ ଋଷିଙ୍କର ଗୋଟେ ଅଛି ମଣ୍ଡଳ, ସେମିତି ମର୍ତ୍ତ୍ୟ ମଣ୍ଡଳ ମଧ୍ୟ ସପ୍ତ ଋଷି ଅଛନ୍ତି। ସପ୍ତ ଋଷି ଅଛନ୍ତି 2 ଭାଗରେ ବିଭକ୍ତ। ବୁଝିପାରିଲେ ନା ବୁଝିପାରିଲେ? ଏଥର ତ ଲୁଚେଇକି ରଖୁଥିଲେ, ଏଥର କହୁଛୁ। ଆକାଶରେ ଯିଏ ଅଛନ୍ତି କହନ୍ତି ମରିଚି, ଅତ୍ରି, ଅଙ୍ଗିରା, ପୁଲହ, କର୍ତ୍ତୃ, ପୁଲସ, ବଶିଷ୍ଠ, କହନ୍ତି ନାଇଁ ନା? ହେଲା ଆକାଶରେ 7 ଗୋଟି ତାରାକୁ ସପ୍ତର୍ଷି ମଣ୍ଡଳ ବୋଲି କୁହାଯାଏ। ମର୍ତ୍ତ୍ୟ ମଣ୍ଡଳ ସେମିତି ସପ୍ତ ଋଷିଙ୍କର ଗୋଟେ ମଣ୍ଡଳ ଅଛି। ସେ କିଏ? ସେ ନା କଶ୍ୟପ, ଅତ୍ରି, ଭରଦ୍ୱାଜ, ବିଶ୍ୱାମିତ୍ର, ଗୌତମ, ଯମଦଗ୍ନି, ବଶିଷ୍ଠ। ତେଣୁ ଏ 2 ଭାଗରେ କଣ ହେଇଛନ୍ତି? ବିଭକ୍ତ ହେଇଛନ୍ତି। ତେଣୁ 3ର ଦକ୍ଷିଣରେ ଯଦି 2ଟାକୁ ରଖିବା କେତେ ହେଲା? 32 ହେଲାନି? ହଉନାହିଁ ନା? ଏଇ 32 ଉପରେ ଭୀମ ବହି ମଧ୍ୟ ଲେଖିଲେ, ସେ ଆଉ ତାକୁ କ୍ଲାରିଫାଇ କରିଦେଲେ। ମୁକୁନ୍ଦ ଦେବଙ୍କ 32 ଢାବରୁ 34 ପରିଜନ୍ତେ ହେବ ମୀନ ଶନି ଶୁଣ ଶାକମ୍ବରୀ ଚେତିବେ କଳକି ଭକ୍ତ। ତାହେଲେ ଏଠି ଯଦି ଅଚ୍ୟୁତ କହିଲେ 32 ଅଙ୍କ, ଏଟା 67 ଅଙ୍କ କହନ୍ତି ନାହିଁ, ବହୁତ ବ୍ୟକ୍ତି କହନ୍ତି 67 ଅଙ୍କ। ହେଲା, 67 ଅଙ୍କରେ କୋଉଠି ମୀନ ଶନି ପଇଲା? ଏଟା 68 ଅଙ୍କ ଚାଲିଲାଣି। ହେଲା, ଏଠି କଣ ହେଇଛି? ଅଚ୍ୟୁତ କହୁଛୁ, ଅଚ୍ୟୁତଙ୍କ ଲେଖାକୁ କ୍ଲାରିଫାଇ କଲେ ଯେ ସେ ଏ ଯୋଉ ଶନିବାର ପଡୁଛି ବୋଲି ଆମେ କାହିଁକି କହୁଛୁ? ମହାପୁରୁଷ ଗୋଟେ ନେଇଛନ୍ତି, ବାଣ ଋତୁ ରେବ
ବାଣ ରେବ ବିଷ ଅଙ୍କ ପ୍ରମାଣ ମୀନ ଶନି ଭୋଗ ଶନିବାର। ଏଇଟା ହଉଛି କଣ ନିଗମ କଳ୍ପରେ ଏଟା ଲେଖିଛନ୍ତି। ବାଣ ବୋଲନ୍ତେ 5 ରୁଚି ହେଲା 27 ଜିନିଷ ହେଲା 20 ମିଶି 52 ହଉନି। କହିଲେ 52 ଅଙ୍କରେ ମୀନ ଶନି ଭୋଗ କରିବ ଶନିବାର ହେଲା। ସେଠି ଗୋଟେ 32 ଅଙ୍କ କହିଲେ ଏଠି ଗୋଟେ 52 ଅଙ୍କ କହିଲେ। ତାହେଲେ ଶନିବାର କେବେ ପଡିବ? ଶନିବାର ପଡିବ। ଏଇ ଯୋଉ ଶନିବାରଟାକୁ ଫେର ଅତୀତ କ୍ଲାରିଫାଇ କଲେ। ରୋହିଣୀ କୃତିକା ମାସରେ ମୀନ ଶନି ଯେତେବେଳେ ଅନେକ ଭଲ ଭଲ ଗବେଷକ ତାଙ୍କ ମୁଣ୍ଡରେ ବି ପଇଛି ଗୁରୁବାର। ଜଗନ୍ନାଥଙ୍କ ପଞ୍ଜିକା ହଉଛି କଣ? ଖଡ଼ିରତ୍ନ ପଞ୍ଜିକା। ବିରଜାଙ୍କ ପଞ୍ଜିକା ହଉଛି କଣ? ବିରଜା ପଞ୍ଜିକା। ସମଗ୍ର ଭାରତ ଭୂଖଣ୍ଡରେ ଗଣିଲେ କୋଉ ଦିନ? ମାର୍ଚ୍ଚ 29 ତାରିଖରେ ଶନିକଳନ ହୁଏ। କୋଇଲି ପଞ୍ଜିକା ଯଦି ଭୁଲ ବଶତଃ ଗୁରୁବାର ଲେଖିଦେଲା, ସେଇଟାକୁ ତମେ ଧରିବ? ସେଇଟା ଯଦି ଧର, ମହାପୁରୁଷ କଣ ଲେଖୁଛନ୍ତି ତାକୁ ବିଚାର କର। କହିଲେ କୃତିକା ରୋହିଣୀ ବାସରେ, ମାନେ କୃତିକା ରୋହିଣୀ ବାସରେ ମାନେ ଦିନରେ ମୀନ ଶନି ଯେତେବେଳେ, କୃତିକା ବୋଲନ୍ତି କେତେ? ନକ୍ଷତ୍ରରେ 3 ନୁହଁ କି? ରୋହିଣୀ ନକ୍ଷତ୍ର 4 ନୁହଁ କି? ମିଶି କେତେ ହେଲା? 7 ହେଲା ନୁହଁ କି? ସପ୍ତମ ବାରରେ ଶନିବାର ନୁହଁ? ସେ କେମିତି କହୁଛନ୍ତି ଗୁରୁବାର? ଏଡେ ଏଡେ ମାନେ ଆମକୁ କାବା ଲାଗୁଛି। ଆମକୁ କାବା ଲାଗୁଛି, ମାନେ ମାଳିକା ଶାସ୍ତ୍ରଟାକୁ କଣ ବୋଲି ଭାବୁଛନ୍ତି। ଆଉ ଏମାନେ ଯୋଉମାନେ ଭୁଲ କରି କହୁଛନ୍ତି ଏମିତି ଭୋଗିବେ ମାନେ କଳନା ନାହିଁ। ଆମ ଆଖି ଆଗରେ କିଏ ପାରାଲିସିସ୍ କରୁଛି, କିଏ କୁମା ହେଇଯାଇଛି, କିଏ ମଲା ବେଳକୁ ଭୁଜାଲି ପିଲାରେ ମରୁଛି, କିଏ ମଲା ବେଳକୁ ନିଜର ପାଗଳା କରିକି ଦିଷ୍ଟା ମଧ୍ୟ ଖାଇକି ଲୋକମାନେ ମରୁଛନ୍ତି। କିଏ ମାଳିକା ଶାସ୍ତ୍ରକୁ ନିନ୍ଦା କରୁଛନ୍ତି। ଆମେ ଅନୁଭବ କର, ଆଖିରେ ଦେଖି। ଏଥର ବୁଝିପାରିଲେ ନା? ହେଲେ କହିଲେ ଶନିବାର କଣ ହବ? ଯେତେବେଳେ ମୀନ ଶନି ପଡିବ, ନଥିବ କାହାର ରାତି କୂଳ, ଭୁଞ୍ଜିବେ ଗୋଟିଏ ପତ୍ରର, ସର୍ବେ ହୋଇବେ ଅବଦୂତ, ବାନା ଉଡ଼ିବ ତ୍ରିଜଗତ। ତେଣୁ ମୀନ ଶନି ବିଷୟରେ ମହାପୁରୁଷ 2ଟି କଥା ଲେଖିଲେ, ଗୋଟେ ଶନିବାର କଥା, ଆଉ ଗୋଟେ ଲେଖିଲେ ଗୁରୁବାର କଥା। ଆଦ୍ୟ ଲେଖିଛନ୍ତି ଶନିବାର, ପ୍ରାନ୍ତ ଲେଖିଛନ୍ତି ଗୁରୁବାର। ଆମେ ଯଦି ଗଣ୍ଡଗୋଳିଆ କରି ଲୋକମାନଙ୍କୁ ବୁଝେଇବା, ଆମ ଭବିଷ୍ୟତକୁ ଯୋଉ ପିଢି ମାନେ ଆସିବେ ସେମାନେ କଣ ବୁଝିବେ? ଆମେ ମରିଗଲେ, ଆମେ ଯଦି ମରିଯିବା, ଆମେ ଯଦି ଜ୍ଞାନଟା ସତ କହିଥିବା ମରିଗଲେ କଣ ଆମର ଖରାପ ହେଇଯିବ? ମୁଁ ଯଦି କହିବି ଗୁରୁବାର, ତାହେଲେ କଣ ଶନିବାରଟାକୁ ଆଣି ଗୁରୁବାର ବାନ୍ଧି ପାରିବି? ମୋର ବଳ ଅଛି। ଏଥର ବୁଝିପାରିଲ ନା? ବାସ୍ତବ ମତରେ 52 ଅଙ୍କରେ ମୀନ ଶନି ଶନିବାର ପଡିବ ବୋଲି ମହାପୁରୁଷ ଆମମାନଙ୍କୁ ବାରମ୍ବାର ଚେତନା ଦେଇଛନ୍ତି। ଯଥା ଅନନ୍ତ ମାଧବଙ୍କର ବା ଅଚ୍ୟୁତଙ୍କର 52 ଅଙ୍କରେ ଶନିବାର ମୀନ ଶନି ପଡିବ। ମୁକୁନ୍ଦ ଦେବଙ୍କର 32 ଅଙ୍କରେ ଗୁରୁବାର ମୀନ ଶନି ପଡିବ ବୋଲି ଆମକୁ ବାରମ୍ବାର ଚେତନା ଦେଇଛନ୍ତି। ଆ ଉପରେ ଆଉ ଡିସ୍କସ୍ ହବାର ନାହିଁ। ଆମେ ଅନେକ ଥର ଏପିସୋଡ କରିସାରିଲୁଣୁ। ଜୟ ଜଗନ୍ନାଥ। ଅଚ୍ୟୁତଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲାନନ୍ଦ ବାବା ହରି।